इपटे देखो आम आसिक बोहू पाखे पहुँची जाए राणी ये बस सब नाची नाचिक चल चल जाऊँ समस्त आसले तो देखु समस्ते फोटो उठाइबा ठिया तो समस्त मोर नमस्कार जय जगन्नाथ आम ए बाहर पड़े बाहागर को जाऊँ देखी पर हो 3टा बेल टाइम हो दिन बाहागर बाहर गलु बाहागर को चलते देखिए से भिडियोटी आप देखिए आईसु बाबा आम भी जीव घर से बाबा बो आसवे से पलैब आम ए बाहर जाऊँ आप चलते देखा बाहागर सानू तो आज बरजात डीजे पूरा नाचिक धुआं करदेव जे बसुनु तू बसे ना तू आगे बस आगे बसबू केमी जीव बस पूरा जाम हम ना तो देखु आम आसिक पहुँची गलु देखला बेलू कहीं ना आसना कहीं एत सी आसिल पाखापाखि हो तो यू 2 मिनट पहुँचे आम सेपटू आसला बेलू लेट आम घंटा लगलानी घंटा लगलानी केते मिनट लगला पहुँचीगले देखला बेलू कहीं ना सानू कहूँ आसिक पहुँचे आसिले आपण देखेदेवे है अपेक्षा करूँ आयुष केमती डांस करुँची आपण मैंने देखिए है अपेक्षा था देखो जड़े जड़े के सब आसिक पहुँची गले आसिक मोर बापा बो आसिक पहुँची गले आउटे 2 जण भाई भाई पहुँची गले हाँ सी आसनी सी रिसेप्शन दिन आसब हाँ से हो मो जोड़े मुंडिया ये पाइली हाँ हम तो आसिक पहुँच जाइए मेन रोड साड़ी की सीधा हुआ समस्त जन जन की आसीगले ओल्ले पहले आसिक गाड़ी में समस्त आसीगल आम फोटो उठा ना कार फोटो उठा गल हाउ 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 पूरी सब आसी जाइए समस्ते एकाठी हो गलु आम तक सबतक ये समस्ते आगे सेपट छिड़ा होती आम भाव जाइए ये हूँ आम बड़ भाव जाऊ है आउटे कौन कहून कौन कह बका बकी करनी कि बका बकी ना कौन कह कह एत बाटू आइल केमती आइल खरा काटलानी खरा काटिले कौन करूँ न काटिले कौन करूँ गाड़ी में पलि आसल एथरे बस कार रे बसिकी गरम नहीं लगे एसी रेडी हाँ एसी गाड़ी में बसिक आस गरम कहीं लगे देख समस्ते एकाठी हो आपण मैंने देखिले ना आम समस्त आस पहुँची गले आम ये पूर्व आस पहुँची जेहेतु आम घर आम आसलु ना आम घर तो देखु समस्ते फोटो उठाइबा ठिया मुझे ब्लॉग करदे समस्ते से बस लॉलीपॉप खाओ लॉलीपॉप कॉफी ना ऐसा लगा फुल चल चल जाऊँ समस्त आसले केते लोक जाती माई से हाई कर टाटा
ସାଙ୍ଗମାନେ ଦେଖନ୍ତୁ ଆମେ ଆସିକି ଏବେ ବାହାଘରରେ ପହଞ୍ଚି ଯାଇଛୁ। ମେନ୍ ରୋଡ଼ଟା ଏଇଟା ଆମର, ଏଇଟା ହେଉଛି ସାକ୍ଷ୍ୟପାଳ ଯେଉଁ ନଡ଼ିଆ ବଗିଚା ଅଛି ଚଣ୍ଡୀ ମନ୍ଦିର, ସେଇଠି ବାହାଘର ହେବ। ଆଉ ଏଇଟା ହେଉଛି ମେନ୍ ରୋଡ଼ ଉପରେ ଆମେ ଏବେ ଯାଉଛୁ। ଦିନ 3ଟା ହେଇଛି। ଆଉ ବର୍ତ୍ତମାନ ଯେଉଁ ସାଉଣ୍ଡ ବାଜୁଛି ସେ ସାଉଣ୍ଡ ଆମେ ଦେଇପାରିବୁନୁ ନା, ଆଉ ୟୁଟ୍ୟୁବରେ ମାନେ ଆସିବନି, ସାଉଣ୍ଡ ବି ଦିଆ ହୁଏନି, ଆଉ ଅରିଜିନାଲ୍ ସାଉଣ୍ଡ, ସେଥିଲାଗି କମେଇ ଦେଇଛୁ। ଆଉ ଦେଖନ୍ତୁ ଆଗକୁ ଆମେ ଏବେ ବାହାରି ପଡ଼ିଲୁ ଆଗକୁ। ଆଉ ଆୟୁଷର ଦେଖନ୍ତୁ ନାଚ ଆରମ୍ଭ ହେଇଯାଇଛି। କେଉଁଭଳିଆ ମାନେ ବହୁତ ସୁନ୍ଦର ଭାବରେ ଡିଜେ ବାଜୁଥିଲା ନା, ନାଚୁଥିଲା। ଏଠି ବି ଦେଖନ୍ତୁ କେମିତି ସେ ନାଚୁଛନ୍ତି ଆୟୁଷ ବହୁତ ସୁନ୍ଦର ଭାବରେ। ଆଉ ମୋତେ ବି ଆୟୁଷ କହିଥିଲେ, କହିଲେ ମମି ତମେ ଯେମିତି ହେଲେ ବି ନାଚିବ ହେଲା। ଆଉ ମୁଁ ବି ଟିକେ ତା ସହିତ ଟିକେ ନାଚିଥିଲି। ଆଉ ଦେଖନ୍ତୁ ବହୁତ ସୁନ୍ଦର ବାଗରେ ନାଚୁଛନ୍ତି। ଆଉ ଡିଜେ ସାଉଣ୍ଡ ଯଦି ଶୁଣାଯାଇଥାନ୍ତା ଆପଣମାନଙ୍କୁ, ଆପଣମାନେ ବି ଭଲସେ ଶୁଣିଥାନ୍ତେ, ବହୁତ ବି ଭଲ ଲାଗିଥାନ୍ତା ଭିଡ଼ିଓଟିକୁ ଦେଖିବା ପାଇଁକା। ଆଉ ଦେଖନ୍ତୁ ସମସ୍ତେ ବି ମାନେ ଝୁମି ଯାଇଛନ୍ତି। ଆଉ ପୁତୁରାର ବାହାଘର ଯେହେତୁ ହେଉଛି, ଆଉ ସମସ୍ତେ ତ ନାଚିବେ ହିଁ ନାଚିବେ। ଆଉ ମୋର ପୁତୁରା ହେବ, ଆଉ ସମସ୍ତେ ବି ଝିଅମାନେ ବି ଅଛନ୍ତି, ଆଉ ବୋହୂମାନେ ବି ଅଛନ୍ତି। ଆମେ ଯେହେତୁ ଝିଅମାନେ ଟିକେ ଆମକୁ ବେଶୀ କହିଲେ ତମେ ଟିକେ ନାଚ, କାହିଁ ଛିଡ଼ା ହେଇଛ, ଆଗେ ଛିଡ଼ା ହେଇଛ, ଝିଅମାନେ ଆଗ ନାଚିବ ନା ନାହିଁ, ସେଥିଲାଗି ସବୁ ଧୂଆଁ କଲେ ଆଉ ଝିଅମାନେ। ଆଉ ଦେଖନ୍ତୁ ଆଉ ସ୍ପ୍ରେ ହେଉଛି, ବହୁତ ସୁନ୍ଦର ବାଗରେ ସ୍ପ୍ରେ ହେଉଛି। ଆଉ ଦେଖନ୍ତୁ, ଆଉ ଆୟୁଷକୁ ଦେଖନ୍ତୁ, ସିଏ ଆଉ କାହାରିକି ଆଉ ଅନେଇବାର ନାହାନ୍ତି, ସେ ତାଙ୍କର ଜମି ଯାଇଛନ୍ତି। ତାପରେ ବରକୁ ବି ଶେଷକୁ ପୁତୁରାକୁ ବି ଗାଡ଼ିରୁ ବାହାର କରି ତାକୁ ବି ନଚେଇଲେ, ସିଏ ବି ନାଚୁଥିଲା ସେପଟେ, ଆପଣମାନେ ଦେଖିଲେ। ଆଉ ଏପଟେ ଦେଖନ୍ତୁ ଆମେ 3 ଜଣ, ଆୟୁଷ କହିଲେ ଯେ ଆମେ ବାବା ମମି ଆଉ ଆମେ ନାଚିବା ହେଲା ସାଙ୍ଗ ହେଇକିରି, ସିଏ ବି କହିଲେ। କହିବାରୁ ଏଥିରୁ ଆୟୁଷ ଆସିକି ନିଜେ ନିଜେ ଏଥିରୁ ସମସ୍ତେ ମିଶିକି ଆମେ ଏଠି ନାଚିଲୁ। ଆଉ ବରଯାତ୍ରୀ ଯାଉଥିଲା, ଆଉ ଜାଣିଥିବେ ତ ଡିଜେ ବାଜିଲେ ସମସ୍ତଙ୍କର ନାଚିବାକୁ ବି ଇଚ୍ଛା ହୁଏ। ଆଉ ଯେମିତି ବୋଲି ସେମିତି ପାରିଲୁ ନାଚିଲୁ। ଆଉ ଦେଖନ୍ତୁ ଆୟୁଷର ମାନେ ମନ ଜମାରୁ ମାନେ ଛିଡ଼ା ହେବାକୁ ବି ଇଚ୍ଛା ହେବନି, ଆୟୁଷ ବି ନାଚି ଚାଲିଛନ୍ତି। ଆଉ ଆପଣମାନେ ଆଉ ଗୋଟେ କଥା ଶୁଣନ୍ତୁ, ମାନେ ମ୍ୟୁଜିକ୍ ବାଜିଥିଲେ ବହୁତ ସୁନ୍ଦର ଲାଗିଥାନ୍ତା ହେଲା। ଆଉ ଦେଖନ୍ତୁ ଆପଣମାନେ, ଆଉ ଦେଖନ୍ତୁ ଏ ସାନ ଭାଇ ବି ଆସିଲା ହାରି ନାଚିବା ପାଇଁକା, ଆଗରେ ନାଚୁଛି। ଆଉ ଆୟୁଷ ବି ଅଛି ସେପଟେ, ଆଉ ଓମ୍ ବି ଅଛି, ସମସ୍ତେ ବି ନାଚୁଛନ୍ତି। ଆଉ ଦେଖନ୍ତୁ ଓମ୍ ବି ଛିଡ଼ା ହେଇଛି, ସେପଟେ ଛିଡ଼ା ହେଇଛି, ମୁଁ ସେପଟେ ଛିଡ଼ା ହେଇଛି। ଆୟୁଷ ବାବା ଏଠି ବହୁତ ସୁନ୍ଦର ବାଗରେ ବି ବୁଲିକି ଭିଡ଼ିଓ କରୁଛନ୍ତି, ଆପଣମାନେ ଦେଖିପାରୁଥିବେ। ଆଉ ଆମ ତାପରେ ହେଉଛି ସାନ ଭାଇ ନାଚିବାରେ ବ୍ୟସ୍ତ, ସମସ୍ତେ ନାଚିବାରେ ବ୍ୟସ୍ତ। ସେପଟେ ଦେଖନ୍ତୁ ଆୟୁଷ, ଓମ୍, ସାଇ, ଆଉ ସମସ୍ତେ ବି ଯେଉଁ ଯାଇଥିଲେ, ସମସ୍ତେ ବଡ଼ ଭଉଣୀମାନେ ବି ସମସ୍ତେ ଅଛନ୍ତି, ବଡ଼ ଭାଉଜମାନେ ବି ଅଛନ୍ତି, ସମସ୍ତେ ବି ଡ୍ୟାନ୍ସ କରୁଥିଲେ। ଆଉ ଏଠି ଆଗରେ ସାନ ଭାଇ ଅଛି ମୋର, ନାଚୁଛି। ଆଉ ଆପଣମାନେ ଦେଖନ୍ତୁ, ଆମର ହେଉଛି ଏଇଟା ହେଉଛି ସାକ୍ଷୀଗୋପାଳ ଯେଉଁ ନଡ଼ିଆ ବଗିଚା ଅଛି, ସେଇଠି ଚଣ୍ଡୀ ମନ୍ଦିର, ମାନେ ସେଇଠି ମନ୍ଦିରରେ ବାହାଘର ହେଉଥିଲା। ଆଉ ଦେଖନ୍ତୁ ବର୍ଷା ପକାଇଲା ଭଳିଆ ପାଣି ଯେଉଁ ସ୍ପ୍ରେ କରୁଥିଲେ ନା, ଆଉ ସେତେବେଳେ ବି ମାନେ ବହୁତ ବି ଗରମ ହେଉଥିଲା। ଏବେ ତ ଯେଉଁ ଗରମ ହେଉଛି ଆପଣମାନେ ତ ଜାଣିଥିବେ। ଆଉ ସେ ମାନେ ପାଣି ବି ସ୍ପ୍ରେ ହେଲା, ପିଲାମାନେ ବି ମାନେ ବହୁତ ବି ହାଲିଆ ହେଇଗଲାଣି ନାଚି ନାଚି। ଦେଖନ୍ତୁ ଆୟୁଷ ସେଠି କେମିତି ନାଚୁଛନ୍ତି, ତା'ର ନାଚ ବି ଟିକେ ବନ୍ଦ ହয়ନି, ଫାଷ୍ଟରୁ ଯେ ଲାଷ୍ଟ ପର୍ଯ୍ୟନ୍ତ ସେ ମାନେ ଏମିତି ନାଚିଛି। ଆପଣମାନେ ଦେଖିପାରୁଥିବେ ତା ନାଚକୁ, ତ ଡିଜେ ବାଜିଲେ ହିଁ ନାଚିବ ସେ କହିବ ନାଚିବି ମାନେ ନାଚିବି, ଆଉ ବନ୍ଦ କରିବିନି। ଆସିଲେ ମୁଁ ଥରେ ମନା କରିଦେଇଥାଏ, କାହିଁକି ନା ଜୋରରେ ନାଚିଲା ପରେ ମାନେ ଦେହ ମୁଣ୍ଡ ଟିକେ ହାଲିଆ ଲାଗିବ ନା, ସେଥିଲାଗି ମୁଁ ତାକୁ ଛିଡ଼ା କରିଦେଇଥାଏ ବୋଲି ସେ ଛିଡ଼ା ହେଉଥାଏ। ନହେଲେ ନାହିଁ ସିଏ ମୋତେ କହୁଥାଏ ମମି ମୋତେ ଛାଡ଼େ ମୁଁ ଟିକେ ଯିବି ଆଉ ଟିକେ ଡ୍ୟାନ୍ସ କରିବି। ମୁଁ କହିଲି ନା, ହାଲିଆ ହେଇଗଲାଣି, ଅଳ୍ପ ନାଚି ଗଲେ କିଛି ହେବନି। ଆଉ ଲଗାତାର ଏକାଥରେ ଡ୍ୟାନ୍ସ କରିକି ଯାଆନ୍ତୁ। ଦେଖନ୍ତୁ ସମସ୍ତେ, ଆପଣମାନେ ଦେଖିପାରୁଥିବେ। ଆଉ ବହୁତ ସୁନ୍ଦର ବି ନାଚୁଛନ୍ତି ସମସ୍ତେ। ଆଉ ସେପଟେ ପଛପଟେ ଅଛି, ସିଏ ତା ସ୍ପ୍ରେ କରୁଛି। ଆଉ ଲିଜା ସେପଟେ ସ୍ପ୍ରେ କରିବାରେ ବ୍ୟସ୍ତ। ଆଉ ଏପଟେ ଦେଖନ୍ତୁ ନଡ଼ିଆ ବଗିଚାଟା ବହୁତ ସୁନ୍ଦର ବି ଲାଗୁଛି, ଦେଖିପାରୁଥିବେ ସମସ୍ତେ। ଆଉ ଜଣେ ଭାଉଜ ପଛରେ ଆସୁଛନ୍ତି। ଆଉ ଏପଟେ ଦେଖନ୍ତୁ ବର ଓହ୍ଲେଇବାକୁ ମାନେ ପାଖାପାଖି ମନ୍ଦିର ହେଇଗଲା ନା, ସେଥିଲାଗି ମାନେ ଏଠି ଆହୁରି ଟିକେ ଏଠି ଧୂଆଁ କରିଦେଲେ ପୁରା ନାଚିକିରି। ଆଉ ଧୂଆଁ କରିଦେଲେ, ଏଠି ସ୍ପ୍ରେ ବି ରଖିଥିଲେ, ଲାଷ୍ଟକୁ ପୁଳାଏ ଲେଖା ପକାଇଲେ, ସମସ୍ତଙ୍କ ମୁଣ୍ଡରେ ପଡ଼ିଛି ସ୍ପ୍ରେ। ଦେଖନ୍ତୁ ତାଙ୍କର ନାଚ ବି ଆମର ବନ୍ଦ ହେଉନି ହେଲା। ଆମେ ପାଖାପାଖି ପହଞ୍ଚିଲା ତ ଲାଷ୍ଟ ହେଲା ନା, ସେଥିଲାଗି ଆଉ ଟିକେ ଧୂଆଁ କଲେ। ଆଉ ଦେଖନ୍ତୁ ସ୍ପ୍ରେ କେଉଁଭଳି ଭାବରେ ମାନେ ପଡ଼ୁଛି,
ସ୍ପ୍ରେଟା ଯେଉଁ ପଡ଼ିଛି ମୁଣ୍ଡ ସାରା ଦେଖନ୍ତୁ କିନ୍ତୁ ଏତେ ସୁନ୍ଦର ଲାଗୁଛି, ମାନେ ଫୁଲ ଫୁଟିଲା ଭଳିଆ ଦେଖାଯାଉଛି। ଆଉ ଆପଣମାନେ ତ ଆଉ ଟିକେ ଭଲ ଲାଗିଥାନ୍ତା ଦେଖିଥିଲେ ନା, ମ୍ୟୁଜିକ୍ଟା ବାଜିଥିଲେ, ଅରିଜିନାଲ୍ ମ୍ୟୁଜିକ୍ଟା ବାଜିଥିଲେ ଆପଣମାନେ ଶୁଣିପାରିଥାନ୍ତେ, ଡ୍ୟାନ୍ସ ବି ଦେଖିପାରିଥାନ୍ତେ। ଆୟୁଷ ବି ହାଲିଆ ହେଇକି ହାତରେ ମାନେ ଅଣ୍ଟାରେ ହାତ ଦେଇକି ଛିଡ଼ା ହେଇଯାଇଛନ୍ତି ଟିକେ ଦେଖନ୍ତୁ। ଆଉ ଏପଟେ ନାଚ ବି ଡ୍ୟାନ୍ସ ବି ଚାଲିଛି, ଡ୍ୟାନ୍ସ ସେମିତି ଚାଲିଛି। ଆଉ ଏତିକି ଟିକେ ମାନେ ଯଦି ଅରିଜିନାଲ୍ ଭଏସ୍ ଦିଆହେଇଥାନ୍ତା, ଅରିଜିନାଲ୍ ସାଉଣ୍ଡଟା ଦିଆହେଇଥାନ୍ତା, DJ ସାଉଣ୍ଡ ଯେଉଁ ଗୀତ ସାଉଣ୍ଡ ବହୁତ ସୁନ୍ଦର ହେଇଥାନ୍ତା। ଆୟୁଷ ଦେଖନ୍ତୁ ପୁଣି ଛିଡ଼ା ହେଇକି ଆଉ ପୁରା ସମ୍ଭାଳି ପାଇଲେନି, ତାକୁ ଏଥିରୁ ନେଇ ଆସିଲେ ନାଚିବା ପାଇଁ, କହିଲେ ଆୟୁଷ କାହିଁ ଛିଡ଼ା ହେଇଗଲୁ ନାଚ। ଆଉ ମୁଁ ବି ଏପଟକୁ ସାଇଟ୍ ହେଇଗଲି, ମାନେ ଯେହେତୁ ସେମାନେ ସମସ୍ତେ ନାଚିଲେ ମୁଁ ଏପଟକୁ ଆସିଲୁ ହେରି, ଆମେ ଏପଟକୁ ଛିଡ଼ା ହେଇଗଲୁ ଟିକେ। ଆଉ ଆୟୁଷ ନାଚିକି ଛିଡ଼ା ହେଇଗଲେ, ପୁଣି ମୋତେ ଏପଟେ ହେଲା ଭିଡ଼ିକି ନେଲେ ନାଚିବା ପାଇଁକା। ପୁଣି କହିଲେ ସରିଯାଉଛି ନା ଏଇଟା ଲାଷ୍ଟ, ଆଉ ମାନେ ସରି ଆସିଲାଣି, ମନ୍ଦିର ପାଖାପାଖି ହେଇଗଲା, ଆଉ ଟିକେ ମାନେ ଧୂଆଁ କରିଦେବା। ଆଉ ଦେଖନ୍ତୁ ଆୟୁଷ ପୁରା ଧୂଆଁ କରୁଛନ୍ତି ନାଚିକିରି। ଆଉ ଦେଖନ୍ତୁ ଆପଣମାନେ, ଆଉ DJ ସାଉଣ୍ଡଟା ଶୁଣିଥିଲେ ବହୁତ ବି ଭଲ ଲାଗିଥାନ୍ତା। ଆଉ କାର୍ ତ ସେପଟେ ଥୁଆ ହେଇଛି, ପୁଅ ବି ଆସିକି ଆମର ଏଇନେ ବାହାରିବ। ଆଉ ଆପଣମାନେ ଭିଡ଼ିଓଟିକୁ କଣ୍ଟିନ୍ୟୁ ଦେଖନ୍ତୁ, ଆପଣମାନଙ୍କୁ ଭଲ ଲାଗିଲେ ନିହାତି ଭିଡ଼ିଓଟିକୁ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଆମେ ଏବେ ଆସିକି ପହଞ୍ଚିଗଲୁ ହାय ଆୟୁଷ ପୁରା ନାଚି ଦେଖନ୍ତୁ, ତା ମୁହଁ କ'ଣ ହେଇଛି ଦେଖନ୍ତୁ, ଏତେ ଜୋରେ ନାଚିକା। ସବୁ ନାଚିକା ପୁରା। ଆଉ ସେପଟେ ମାନେ ଦେଖିବେ କେମିତି ନାଚ ହେଲା, ସମସ୍ତେ ଡିଜେ ବାଜିଲା। ଆଉ ଏବେ ସାନୁ ଏଇ ଆସିଲେ ଏଇଠି ଓହ୍ଲେଇବୁ, ଏ ସେଇଠି ରଖୁନୁ, ସେଇଠି ଓହ୍ଲେଇବୁ ବୁଟା। ଏପଟେ ଦେଖନ୍ତୁ। ଆଉ ଆୟୁଷ ବି ନାଚି ତା ଗୋଡ଼ଟା ପୁରା ମାନେ ବିନ୍ଧା ହେଲାଣି ଟିକେ। ଓ ମୁକୁ ଦେଖନ୍ତୁ ନାଚିକିରି କ'ଣ ହେଇଛି ମୁହଁ ହେଲା। ଆୟୁଷ ତ ଏମିତି ପୁରା ନାଚି ପୁରା ଝାଳ ହେଇଯାଇଛି, ପୁରା ବଢ଼ିଆ ହେଇଗଲା। ଆଉ ଏପଟେ ଦେଖନ୍ତୁ ଆମେ ଆସିକି ବୋହୂ ପାଖରେ ପହଞ୍ଚି ଯାଇଛୁ। ରାଣୀ ଏଠି ବସିଛନ୍ତି। ଟମିକି ବି ନେଇକି ଆସିଛନ୍ତି। ଭାଉଜ ତୋର ଆୟୁଷର ଏ ଭାଉଜ ହବ। ଗୋଟେ କର୍ମ ସରିଲା ନା, ବସିଛନ୍ତି ଆଉ।